ସାଙ୍ଗମାନେ ଆଜି ପୁଣି ଗୋଟେ ନୂଆ ଗପ ଆପଣମାନଙ୍କ ପାଇଁ। 1939 ମସିହାର କଥା। ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କୁ ଦେଖା କରିବା ପାଇଁ ମହାତ୍ମା ଗାନ୍ଧୀ ଶାନ୍ତି ନିକେତନରେ ଆସି ପହଞ୍ଚିଲେ। ଗାନ୍ଧୀଜୀ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ଗୁରୁଜୀଙ୍କର କିଛି ବନ୍ଧୁ ସେମାନେ ଗାନ୍ଧୀଜୀଙ୍କୁ ପରାମର୍ଶ ଦେଲେ ଯେ ଗୁରୁଜୀଙ୍କର ଦେହ କିଛି ଦିନ ହେଲା ଅସୁସ୍ଥ ରହିଛି, ତେଣୁ ଆପଣ ଗୁରୁଜୀଙ୍କୁ ବୁଝାଇ ସୁଝାଇ ଗୋଟିଏ କଥା ନିଶ୍ଚିତ ଭାବରେ କହିବେ ଯେ ଗୁରୁଜୀ ଦିନକୁ ଅତି କମରେ 1 ଘଣ୍ଟାର ବିଶ୍ରାମ ନିଅନ୍ତୁ। ମହାତ୍ମା ଗାନ୍ଧୀ ହଁ ଭରିଲେ ଏବଂ ପହଞ୍ଚିଲେ ଯାଇ ରବୀନ୍ଦ୍ରନାଥ ଠାକୁରଙ୍କ ପାଖରେ। ଗୁରୁଜୀ କିନ୍ତୁ ନିଜ କାମରେ ବ୍ୟସ୍ତ ଥିଲେ। ମହାତ୍ମା ଗାନ୍ଧୀଙ୍କ ସହିତ କିଛି ସମୟ କଥାବାର୍ତ୍ତା ପରେ ଗାନ୍ଧୀଜୀ କଥା ରଖିଥିଲେ ଯେ ଗୁରୁଜୀ, ଆଜି ଆପଣଙ୍କୁ ମୋର ଗୋଟେ କଥା ମାନିବାକୁ ପଡ଼ିବ। ରବୀନ୍ଦ୍ରନାଥ ଠାକୁର ହଁ ଭରିଲେ ତ ମହାତ୍ମା ଗାନ୍ଧୀ କହିଥିଲେ, ଗୁରୁଜୀ, ଆପଣ ଦିନକୁ ଅତି କମରେ 1 ଘଣ୍ଟା ବିଶ୍ରାମ ନିଅନ୍ତୁ। ଅନବରତ ଭାବରେ କେତେ ସମୟ ଆପଣ ଏମିତି କାର୍ଯ୍ୟ କରି ଚାଲିବେ? ରବୀନ୍ଦ୍ରନାଥ ଠାକୁର ହସିଦେଲେ ଗାନ୍ଧୀଜୀଙ୍କ କଥା ଶୁଣି ଏବଂ କହିଲେ, ଆପଣଙ୍କୁ ମଧ୍ୟ ମୋର ଗୋଟେ କଥା ଶୁଣିବାକୁ ପଡ଼ିବ। ଗାନ୍ଧୀଜୀ କହିଲେ, କୁହନ୍ତୁ। ରବୀନ୍ଦ୍ରନାଥ ଠାକୁର କହିଲେ, ମୋତେ ଯେତେବେଳେ 12 ବର୍ଷ ବୟସ ହୋଇଥିଲା ସେତେବେଳେ ମୋର ଯଜ୍ଞୋପବୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଉ ସେହି ପବିତ୍ର ଯଜ୍ଞ କାର୍ଯ୍ୟ ସମୟରେ ମୁଁ ମଧ୍ୟ ଶପଥ କରିଥିଲି ଯେ ଜୀବନରେ ବଞ୍ଚିଥିବା ପର୍ଯ୍ୟନ୍ତ ଦିନରେ କେବେ ମୁଁ ବିଶ୍ରାମ ନେବି ନାହିଁ। ଏ କଥା ଶୁଣି ମହାତ୍ମା ଗାନ୍ଧୀ ହସି ଦେଇଥିଲେ ଆଉ କହିଥିଲେ, ଗୁରୁଜୀ, ତାମାନେ ଆପଣ ଆଜିକୁ 67 ବର୍ଷ ହେଲାଣି ଦିନରେ ବିଶ୍ରାମ ନେଇନାହାନ୍ତି। ଏବେ ମୁଁ ବୁଝିଗଲି ଆପଣଙ୍କର ସଫଳତାର ରହସ୍ୟ। ତ କହିବାର କଥା ହେଉଛି ବନ୍ଧୁମାନେ, ସଫଳତା ହେଉଛି ବା ପରିଶ୍ରମ ହେଉଛି ସଫଳତାର ଚାବିକାଠି। ଆଉ ଏସବୁ ଆମେ ଆମ ମହାପୁରୁଷମାନଙ୍କ ଜୀବନୀରୁ ହିଁ ପ୍ରେରଣା ଭାବରେ ପାଇଥାଉ। କେମିତି ଲାଗିଲା ମୋ ଗପ ନିଶ୍ଚିତ ଭାବରେ ଜଣାଇବେ।